ତ ଆକାଉଣ୍ଟେबिଲିଟି ଆମେ ମାନେ ଦେଖିଥିଲେ ଆକାଉଣ୍ଟେବିଲିଟି ମାନେ ନିଜ ଦାୟିତ୍ୱ ନିଜେ ନେବା ମାନେ ନିଜର ଡ୍ୟୁଟି ଆମେ ପ୍ରପରଲି କରିବା ଆଉ ଯେମିତି ଆମେ ଏକ୍ସପ୍ଲାନେସନ ଦେଇପାରୁଥିବା ଆମ କାର୍ଯ୍ୟ ଉପରେ ଆମେ ଆମ କାର୍ଯ୍ୟ ପାଇଁ ଆନ୍ସରେବଲ ହେଇପାରୁଥିବା ତ ମାନେ ଆମେ ରେସ୍ପନ୍ସିବିଲିଟି ନିଭେଇ ପାରୁଥିବା ଦରକାର ଆମେ ଆନ୍ସରେବିଲିଟି ହେଇପାରୁଥିବା ଦରକାର ଆମର ଅନେଷ୍ଟି ଥିବା ଦରକାର ଆମେ ପ୍ରପର କମିଟମେଣ୍ଟ ଦେଇପାରୁଥିବା ଦରକାର ତା ଦ୍ୱାରା କଣ ହୁଏ କ୍ୱାଲିଟି ଅଫ ଏଜୁକେସନ ଇମ୍ପ୍ରୁଭ ହେଲା ତୁମର ଗୋଟେ ଟ୍ରଷ୍ଟ ବିଲ୍ଡ ହେଲା ଓକେ ତୁମେ ତମ କାମ ପାଇଁ ରେସ୍ପନ୍ସିବଲ ହେଇପାରିଲ ତମ ଡିସିପ୍ଲିନ ଇନସିଓର କରିପାରିଲ ତମର ଇଫେକ୍ଟିଭନେସ ମଧ୍ୟ ବଢିଲା ତ ଆକାଉଣ୍ଟେବିଲିଟି ମାନେ ନିଜ କାମ ପାଇଁ ଦାୟିତ୍ୱ ନେବା କିମ୍ବା ନିଜ କାମ ପାଇଁ ନିଜେ ଉତ୍ତରଦାୟୀ ରହିବା ଓକେ ତାକୁ କୁହନ୍ତି ଆକାଉଣ୍ଟେବଲ ଦେନ୍ ଆମେ ଦେଖିବା ଆଜି ଟିଚର୍ସ ରେସ୍ପନ୍ସିବିଲିଟିଜ ସୋ ଏନଗେଜିଂ ଷ୍ଟୁଡେଣ୍ଟସ ଇନ୍ ଲର୍ଣ୍ଣିଂ ପ୍ରୋସେସ ଟିଚରର ରେସ୍ପନ୍ସିବଲ କଣ ଦାୟିତ୍ୱ କଣ ତୁମମାନଙ୍କୁ ଏନଗେଜ କରିବା ଶିକ୍ଷଣ ପ୍ରକ୍ରିୟାରେ କିପିଂ ଗୁଡ ରିଲେସନସିପ ଭଲ ସମ୍ପର୍କ ଗଢି ଉଠିବା ହଁ ଭଲ ସମ୍ପର୍କ ଶିଖେଇବା ତମକୁ ଗୁଡ ରିଲେସନସିପ ବିଷୟରେ ତମକୁ ଆୱେର କରେଇବା ଇନକ୍ରିଜ ପାର୍ଟିସିପେସନ ଅଫ ପାସିଭ ଷ୍ଟୁଡେଣ୍ଟ ଯୋଉମାନେ ଆକ୍ଟିଭ ଷ୍ଟୁଡେଣ୍ଟ ସେମାନେ ତ ଅଲୱେଜ ଆକ୍ଟିଭ ସେମାନେ ସବୁ କାମରେ ପାର୍ଟିସିପେଟ କରନ୍ତି ଆଗ୍ରହର ସହକାରେ ମିଶନ୍ତି ବଟ୍ those who are passive students ସେମାନଙ୍କ ପ୍ରତି ଆମକୁ ଧ୍ୟାନ ଦେବାକୁ ପଡିବ ଯୋଉମାନେ ମାନ୍ଦା ଲାଜକୁଳ ସ୍ୱଭାବର ପିଲା ସେମାନଙ୍କୁ କେମିତି ଆମେ ବୁଷ୍ଟ କରେଇବା କି ନାଇଁ ୟୁ ହାଭ୍ ଟୁ ପାର୍ଟିସିପେଟ ୟୁ ହାଭ୍ ଟୁ ୱାର୍କ ୟୁ ହାଭ୍ ଟୁ ଡୁ ଦିସ୍ ଏଇ ସବୁ ଜିନିଷ କେମିତି ଆମେ କରେଇବା ଟାଇମ ମ୍ୟାନେଜମେଣ୍ଟ ଯୋଉଟା କି ବହୁତ ଇମ୍ପୋର୍ଟାଣ୍ଟ ପ୍ରପର ଟାଇମ ମ୍ୟାନେଜମେଣ୍ଟ ସମୟକୁ କେମିତି ଆମେ ମ୍ୟାନେଜମେଣ୍ଟ କରିବା ସେଟାକୁ ବି ପିଲାଙ୍କୁ ଶିଖେଇବା ଦରକାର ଲେସନ ପ୍ଲାନିଂ ଗୋଟେ ଲେସନ କେମିତି ପ୍ଲାନ କରାଯିବ କେତିକି ପଢା ହବ କେତିକି ସମୟ ଗ୍ରାସ୍ପ କଲ ଏଇ ସବୁ ଜିନିଷ ମଧ୍ୟ ପ୍ରପର ପ୍ଲାନିଂ ଟିଚର ଶିଖେଇବା ଦରକାର ଗୁଡ କମ୍ୟୁନିକେସନ ତମ ଭିତରେ ବାର୍ତ୍ତାଳାପ ହଉ କିମ୍ବା ଭଲ ଭାବରେ ପରସ୍ପର ସହିତ କଥାବାର୍ତ୍ତା ହଉ ଏଇ ସବୁ କମ୍ୟୁନିକେସନ ମଧ୍ୟ କେମିତି ପ୍ରପର ହବ ଆଉ ଗୁଡ ହବ ଏସବୁ ବି ଟିଚର ଶିଖେଇବା ଦରକାର ଷ୍ଟୁଡେଣ୍ଟସ ପ୍ରୋଗ୍ରେସ ଆଣ୍ଡ ଦେयर ରିଜଲ୍ଟ ପିଲାର ପ୍ରଗତି କେତେ ହେଲା ଆଉ ତାର ରିଜଲ୍ଟ କଣ ଆସିଲା ଏଇ ସବୁ ପାଇଁ ମଧ୍ୟ ଗୋଟେ ଟିଚର ର ଦାୟିତ୍ୱ ରହିବା ଦରକାର ଓକେ ତ ଟିଚର୍ସ ରେସ୍ପନ୍ସିବିଲିଟି ଏଇଆ ରହିଲା ସେଲ୍ଫ ଆସେସମେଣ୍ଟ ଅଫ ଏ ଟିଚର ସେଲ୍ଫ ମାନେ କଣ ନିଜକୁ ନିଜେ ଯଦି ତମେ ପରୀକ୍ଷଣ ବା ନିରୀକ୍ଷଣ କରୁଛ ତାକୁ କୁହନ୍ତି ସେଲ୍ଫ ଆସେସମେଣ୍ଟ ତା ମାନେ ତୁମେ ଇଭାଲୁଏସନ କରିବ ତୁମ ନିଜକୁ ଇଭାଲୁଏଟିଂ ମାନେ ଇଭାଲୁଏଟିଂ ୱାନ୍ସ ଓନ୍ ଟିଚିଂ ପରଫର୍ମାନ୍ସ ଟୁ ଇମ୍ପ୍ରୁଭ ଇଫେକ୍ଟିଭନେସ ତାକୁ କୁହନ୍ତି ମାନେ ସେଲ୍ଫ ଆସେସମେଣ୍ଟ ତା ମାନେ ଯେତେବେଳେ ଗୋଟେ ଟିଚର ଜଜ କରିବ ତା ନିଜ ଟିଚିଂ କୁ ହଁ ୟା ଦ୍ଵାରା କଣ ଟିଚିଂ ସ୍କିଲ ଇମ୍ପ୍ରୁଭ ହୁଏ ପିଲାର କୋଉଠି ଦୋଷ ଦୁର୍ବଳତା ଜଣା ପଡେ କ୍ଲାସରୁମ ପରଫର୍ମାନ୍ସ ଏନହାନ୍ସ ହୁଏ ଏସବୁ ହୁଏ ଏକ୍ସାମ୍ପଲ ଧର ଆଫ୍ଟର ଏ କ୍ଲାସ ଏ ଟିଚର ଥିଙ୍କ୍ସ କି ଡିଡ ଷ୍ଟୁଡେଣ୍ଟସ ଅଣ୍ଡରଷ୍ଟାଣ୍ଡ ଦ ଟପିକ ପିଲାମାନେ ବୁଝିପାରିଲେ ତ ମୁଁ ଯାହା ପଢେଇଲି ମୁଁ ପଢେଇ ସାରିଲା ପରେ ମୁଁ ନିଜକୁ କ୍ୱେଶ୍ଚନ କରିବି ଡିଡ ଷ୍ଟୁଡେଣ୍ଟସ ଅଣ୍ଡରଷ୍ଟାଣ୍ଡ ଦ ଟପିକ ଯୋଉଟା ମୁଁ ଆଜି ପଢେଇଲି ପିଲାମାନେ ବୁଝିଲେ ତ ଦିସ୍ ଇଜ ସେଲ୍ଫ ଆସେସମେଣ୍ଟ ନିଜକୁ ନିଜେ ପରୀକ୍ଷଣ କରିବା ସେଲ୍ଫ ଆସେସମେଣ୍ଟ କଣ କରେ ଟିଚର ମାନଙ୍କୁ ହେଲ୍ପ କରେ ବହୁତ ପ୍ରଫେସନାଲ ଆଉ ଅଧିକ ଇଫେକ୍ଟିଭନେସ ହେବା ପାଇଁ ତ ସେଲ୍ଫ ଆସେସମେଣ୍ଟ ମାନେ ଶିକ୍ଷକ ନିଜ ପାଠଦାନକୁ ନିଜେ ମୂଲ୍ୟାଙ୍କନ କରେ ନିଜ ଜିନିଷ ନିଜ ପାଠ ପଢାକୁ ଶିକ୍ଷାଦାନକୁ ନିଜେ ଯାଞ୍ଚ କରେ ତାକୁ ସେଲ୍ଫ ଆସେସମେଣ୍ଟ କୁହନ୍ତି ବୁଝିଲ ଦେନ୍ ଦେଖିବା ଏବେ ନୋଟ୍ସ ଦେଖିବା କଣ ଲେଖା ହେଇଛି The self-assessment is a powerful teaching for improving achievement, assessment, and accountability policies can provide clear direction for teaching. ନିଜକୁ ନିଜେ accountable ମାନେ କରିବ ମାନେ ନିଜେ ନିଜର accountable ହେବ ନିଜେ ନିଜକୁ access କରିବ ନିଜେ ନିଜର ଗୋଲ ଜାଣିବ ତ ତାକୁ କୁହାଯାଏ ସେଲ୍ଫ ଆସେସମେଣ୍ଟ ନିଜକୁ ମୁଁ ନିଜେ ଯାଞ୍ଚ କରୁଛି ବା ନିଜକୁ ମୁଁ ନିଜେ ପରୀକ୍ଷା କରୁଛି ଟିଚର୍ସ ଆର୍ teachers use assessment to inform instructional decisions, motivate reward students, assign grader, and report students' progress to families. या द्वारा कौन पिला कोठी उन्नति कला पिलार प्रोग्रेस केते हला ये सब जिंस कौन ଭଲ ଭାବରେ ଗୋଟେ ଫ୍ୟାମିଲି କୁ ବା ତାର ପ୍ୟାରେଣ୍ଟସ୍ କୁ ଟିଚର ଟେ ଜଣେଇ ପାରିବ ଟିଚର also gives students summative assessment regularity as end of unit and end of year test
ଦି ପ୍ରକାର ଆसेसमेंट ଅଛି ପିଲେ, ଗୋଟେ ଫର୍मेଟିଭ ଆसेसमेंट ଯୋଉଟା କି ମଝିରେ ଆसेସ କରାଯାଏ, ପାଠ ପଢା ମଝିରେ ଆକ୍ସେସ କରାଯାଏ, ପାଠ ପଢା ଚାଲିଥିବା ସମୟରେ ଆସେସ କରାଯାଏ, ତାକୁ କୁହନ୍ତି ଫର୍ମେଟିଭ। ସमेଟିଭ ହେଲା ସାମଗ୍ରିକ ମୂଲ୍ୟାୟନ, ମାନେ ସବା ଶେଷରେ ଗୋଟେ ଚାପ୍ଟର ସରିଗଲା, ଦେନ୍ ମୁଁ ପଚାରିଲି ବୁଝିଲ ନା ନାହିଁ, କୋଉଠି କଣ ପ୍ରୋବ୍ଲେମ ରହିଲା କି, ଏଇ ଜିନିଷ ତମେ କ୍ଲିୟର ଅଛ ନା ନାଇଁ, ତାକୁ କୁହାଗଲା ସमेଟିଭ ଇଭାଲୁଏସନ ବା ସାମଗ୍ରିକ ମୂଲ୍ୟାୟନ, ଯୋଉଟାକୁ ଓଡିଆରେ କୁହନ୍ତି। ବାକି ଫର୍ମେଟିଭ ଯୋଉଟା ନିଦାନାତ୍ମକ ମୂଲ୍ୟାୟନ, ତାକୁ କଣ କୁହନ୍ତି, ଯଦି କ୍ଲାସ ରେ ପଢଉଛି, ପଢା ମଝିରେ ମୁଁ ତମକୁ କ୍ଲାସ ରେ ପଚାରିଲି ଏଇଟା ବୁଝିଲୁ, ଏଇ ଜିନିଷରେ ଯେ ମୁଁ ପଢେଇଲି ପଚାରିକି ଦେନ ଆଗକୁ ଗଲି, ତାକୁ କୁହାଗଲା ଫର୍ମେଟିଭ ଆସେସମେଣ୍ଟ। ତ ଗୋଟେ ଟିଚର ଯେତେବେଳେ ସେଲ୍ଫ ଆସେସମେଣ୍ଟ କରୁଛି, ତାର ଗୋଟେ ୟୁନିଟ ସରିଲା, ଗୋଟେ ଲେସନ ସରିଲା, ଟିଚର ସେଇଟା କଣ ନା ନିଜକୁ ଆସେସ କରିବା ଦରକାର କି ପିଲା ବୁଝି ପାରିଥିବେ ତ, ମୁଁ ଯାହା ପଢେଇଲି ପିଲା ବୁଝିଲେ ତ ତାକୁ କୁହାଗଲା ସେଲ୍ଫ ଆସେସମେଣ୍ଟ। ତ ଷ୍ଟାଣ୍ଡାର୍ଡାଇଜ୍ଡ ଆସେସମେଣ୍ଟ କଣ, ଅଲମୋଷ୍ଟ ଏଭ୍ରି ସ୍କୁଲ ନାଉ ଆଡମିନିଷ୍ଟ୍ରେଟ ଷ୍ଟେଟ mandated standardized ଟେକ୍ସଟ ନୁହଁ, ହଁ, ଏଭ୍ରିଥିଙ୍ଗ ଆବାଉଟ ଦ ଟେଷ୍ଟ ଇଜ ଷ୍ଟାଣ୍ଡାର୍ଡ, ମାନେ ସବୁ ଜିନିଷ ଯେମିତି ଷ୍ଟାଣ୍ଡାର୍ଡାଇଜ୍ଡ ୱେରେ ଥିବ, ହଁ, ସାଧାରଣ ଭାବରେ ଆସେସମେଣ୍ଟ କରାଯାଇଥିବ। Then assessment, alternative assessment. It is also called as comprehensive or performance assessment। ତମର performance କେମିତି ଆସିଲା, ତୁମେ କେମିତି ନିଜକୁ ଶୋ କରେଇଲ, it is usually designed by the teacher, teacher ଦ୍ୱାରା design ହେଇଥାଏ। Effective assessment gives students feedback on how well they understand the information। କେତେ ଭଲ ଭାବରେ ସେ ଜାଣିଛନ୍ତି ତଥ୍ୟକୁ, ତାକୁ କୁହାଯାଏ ଅଲ୍ଟରନେଟିଭ ଆସେସମେଣ୍ଟ। ତ ଅଥେଣ୍ଟିକ ଆସେସମେଣ୍ଟ କ୍ୟାନ୍ ଇନକ୍ଲୁଡ ମେନି ଅଫ ଦ ଫଲୋଇଂ, ଯେମିତି କି ମାନେ ଅଥେଣ୍ଟିକ ଆସେସମେଣ୍ଟ ପ୍ରକୃତ ଯଦି ଆମେ କହିବା କି ପରୀକ୍ଷା ନିରୀକ୍ଷା କରିବାର କଣ କଣ ସବୁ ରହୁଛି, ମାନେ ଇନକ୍ଲୁଡ କଣ କଣ ରହୁଛି ତା ଭିତରେ, ଗୋଟେ ହେଲା ଅବଜରଭେସନ, ଭଲ ଭାବରେ ତମେ ପର୍ଯ୍ୟବେକ୍ଷଣ କରୁଛ, ଏସେସ୍ ରହୁଛି, ଇଣ୍ଟରଭ୍ୟୁଜ ରହୁଛି, ପରଫର୍ମାନ୍ସ ଟାସ୍କ ଗୁଡା କିଛି ରହୁଛି, ଏକ୍ସିବିସନ୍ସ ଆଣ୍ଡ ଡେମନଷ୍ଟ୍ରେସନ୍ସ ରହୁଛି, ଜର୍ନାଲ୍ସ ରହୁଛି, ପୋର୍ଟଫୋଲିଓଜ ରହୁଛି, ଟିଚର କ୍ରିଏଟେଡ ଟେଷ୍ଟ ରହୁଛି। ଏଇ ସବୁ ଜିନିଷରେ ତୁମେ ନିଜକୁ ଆସେସ୍ କରିପାରିବ। ଓକେ, ଦେନ୍ ନେକ୍ସଟ ଆମେ ଦେଖିବା ଫିଡବ୍ୟାକ୍ ମେକାନିଜମ। ଏଗୁଡା ସବୁ 5 ମାର୍କ୍ସ କ୍ୱେଶ୍ଚନ ରେ ଆସେ ପିଲେ। ଆକାଉଣ୍ଟେବିଲିଟି ହଉ, ସେଲ୍ଫ ଆସେସମେଣ୍ଟ ହଉ, ଫିଡବ୍ୟାକ୍ ମେକାନିଜମ ହଉ, ଏ ସବୁ 5 ମାର୍କ୍ସ ର କ୍ୱେଶ୍ଚନ ଗୁଡା। ତ ଫିଡବ୍ୟାକ୍ ମେକାନିଜମ ମାନେ କଣ, ଗିଭିଂ ଆଣ୍ଡ ରିସିଭିଂ ଇନଫର୍ମେସନ। ଯେମିତି କି ତୁମେ କଣ, ଧର ପଜିଟିଭ ଫିଡବ୍ୟାକ ଯଦି ପାଉଛ, ତୁମେ ଆପ୍ରିସିଏସନ ଆଉ ଏନକରେଜମେଣ୍ଟ ପାଉଛ। କରେକ୍ଟିଭ ଫିଡବ୍ୟାକ ଯଦି ପାଉଛ, ତମ ମିଷ୍ଟେକ କୁ ପଏଣ୍ଟ ଆଉଟ କରାହଉଛି। ଇମିଡିଏଟ ଫିଡବ୍ୟାକ ଯଦି ପାଉଛ, ଇନଷ୍ଟାଣ୍ଟ ଫିଡବ୍ୟାକ ତମକୁ ମିଳୁଛି। ଦେନ୍ ଡିଲେଡ ଯଦି ତମକୁ ପରେ କୁହାଉଛି କି ତୁମେ ପଢେଇଦେଲ, ହଉ ଚାଲ ଆମେ ତମକୁ ପରେ ଭାବିବୁ, ତମକୁ ଡାକିବୁ ନା ନାଇଁ। ଏଇ ସବୁ ଜିନିଷ ଫିଡବ୍ୟାକ ମେକାନିଜମ। ତା ମାନେ ନିଜ କାମ କିମ୍ବା ଶିକ୍ଷା ବିଷୟରେ ମତାମତ ଦେବା ଆଉ ନେବା, ଏଇ ପ୍ରକ୍ରିୟାକୁ କୁହନ୍ତି ଫିଡବ୍ୟାକ ମେକାନିଜମ। କାମ କେମିତି ହଉଛି, କିପରି ଭଲ ହେଇପାରିବ, ଏଇ ପ୍ରକ୍ରିୟାକୁ କୁହନ୍ତି ଫିଡବ୍ୟାକ। ମାନେ ଶିକ୍ଷକ ଧର ଛାତ୍ରଛାତ୍ରୀଙ୍କୁ ବୁଝାମଣା ଜାଣିଲେ, ଛାତ୍ର ନିଜର ଭୁଲ ବୁଝିଲା, ଗୋଟେ ସକାରାତ୍ମକ ଥିବ ପଜିଟିଭ ଫିଡବ୍ୟାକ, ଗୋଟେ ଭୁଲ ସଂଶୋଧନ ପାଇଁ ଫିଡବ୍ୟାକ ଥିବ, ତୁରନ୍ତ ଇମିଡିଏଟ ଇନଷ୍ଟାଣ୍ଟ ଫିଡବ୍ୟାକ ଗୋଟେ ଥିବ। ଏଇ ସବୁ ଜିନିଷ ଫିଡବ୍ୟାକ ମେକାନିଜମ ରେ ଯାଏ। ଓକେ, ତ ଗିଭ୍ ଆଣ୍ଡ ଟେକ୍ ତୁମର କଣ କଣ ସବୁ ରହୁଛି ମେକାନିଜମ, ତାକୁ କୁହାଗଲା ଫିଡବ୍ୟାକ। The teacher's feedback occurs when a teacher's work is received by a school principal or an external inspector or the teacher's colleagues। ଧର ଫିଡବ୍ୟାକ ଆମେ ନବା, ମୋର ଧର ମତେ ଏକ୍ସାମ୍ପଲ ହିସାବରେ ନିଅ, ଧର ମୋର ଫିଡବ୍ୟାକ, ଧର ସାର୍ ଚାହିଁବେ କି ମ୍ୟାମ କେମିତି ପଢଉଛନ୍ତି, ତ ସାର୍ କଣ କରିବେ, ମୁଁ ଯୋଉ ମାନେ ଲିଙ୍କ ଯୋଉ ଦିଆ ହେଲା ପାଠ ପଢିବା ପାଇଁ, ମାନେ ଆଜିର କ୍ଲାସ ପାଇଁ, ସାର୍ ବି ସେ ଲିଙ୍କ ରେ ଜଏନ କରିବେ। ସାର୍ ଜଏନ କରିକି ଦେଖିବେ ମ୍ୟାମ ଠିକ ସେ ପଢଉଛନ୍ତି ନା ନାହିଁ, ମ୍ୟାମ ଇନଫର୍ମେସନ ଠିକ ସେ ଦଉଛନ୍ତି ନା ନାହିଁ, ମ୍ୟାମ ପିଲାମାନଙ୍କୁ ଠିକ ସେ ମ୍ୟାନେଜ କରିପାରୁଛନ୍ତି କି ନାହିଁ। ତା ଦ୍ଵାରା କଣ, ମୋର ଯଦି ସବୁ ଭଲ ହେଲା ଦେନ୍ ପଜିଟିଭ ଫିଡବ୍ୟାକ ମିଳିଲା। ଯଦି କୋଉଠି ମୁଁ ଭୁଲ ଭାଲ କଲି, ଧର କୋଉଠି ନା କୋଉଠି ଗେବଳେଇ ଦେଲି, କି କୋଉଠି କିଛି ମାନେ ଧତଙ୍ଗ ଭଳିଆ ହେଲି, କିଛି ଗୋଟେ ଜିନିଷ ଠିକ ସେ କ୍ଲିୟରଲି କହିଲିନି, ଆଉ ମୋ ମାମା ଏମିତି ଏମିତି ହେଲି, ହଁ, ତ ତାମାନେ କଣ, ମୋର ଗୋଟେ ନେଗେଟିଭ ଫିଡବ୍ୟାକ ଏଇଟା ପଡିଲା। ତ ମତେ ଇନଷ୍ଟାଣ୍ଟଲି କରେକ୍ଟିଭ ଫିଡବ୍ୟାକ ଦବାକୁ ପଡେ, ସଂଶୋଧନ କରିବାକୁ ସାର୍ କହିବେ, କି ନହେଲେ କହିବେ କି ନାଇଁ ଥାଉ ଆପଣ ଆଉ ପଢାନ୍ତୁନି, ଆମେ ନେକ୍ସଟ ଆପଣଙ୍କୁ ଜଣେଇବୁ। ତାମାନେ ସେ ମତେ ଫିଡବ୍ୟାକ ଟା ଲେଟର ପରେ ଦେବାକୁ ଚାହୁଁଛନ୍ତି।
ତାମାନେ ସେ ସାଟିସ୍ଫାଏଡ୍ ନାହାନ୍ତି ହେଲା। ତ ୟାକୁ ଫିଡବ୍ୟାକ୍ କୁହାଯାଏ। ଯଦି ସ୍କୁଲ ପ୍ରିନ୍ସିପାଲ ହଉ ନା କ୍ରିଷ୍ଣା ସାର୍ ଆସନ୍ତୁ କି ଆଉ କୋଉ ମ୍ୟାମ୍ ଆସନ୍ତୁ କି କୋଉ କଲିଗ୍ସ କିଏ ଆମର ଆସନ୍ତୁ ଆସିକି କ୍ଲାସ୍ ଶୁଣନ୍ତୁ, ତାକୁ କୁହାଯାଏ କଣ ନା ଫିଡବ୍ୟାକ୍ ମେକାନିଜମ କୁହାଯିବ। ସେମାନେ ଫିଡବ୍ୟାକ୍ ନେବେ, ପଜିଟିଭ ଅଛି ନା ନେଗେଟିଭ ଅଛି ନା ପଢେଇ ପାରୁନି, ଏଇ ସବୁ ଜିନିଷ ସେମାନେ ପ୍ରତିକ୍ରିୟା ନେବେ। ଓକେ, ଦେନ୍ ଦେଖିବା କଣ୍ଡ୍ୟୁସିଭ, ଏଟା କଣ୍ଡକ୍ଟିଭ ଲେଖା ହେଇଛି ପିଲେ, କଣ୍ଡକ୍ଟିଭ ହବନି କଣ୍ଡ୍ୟୁସିଭ। ଓକେ, ତ କଣ୍ଡ୍ୟୁସିଭ ସ୍କୁଲ ଏନଭାୟରନମେଣ୍ଟ, ତମକୁ କହିଥିଲି ଆରେ କଣ୍ଡ୍ୟୁସିଭ ମତଲବ ତମେ ୟାକୁ ନେଗେଟିଭଲି ନବନି, ଏଟା ଗୋଟେ ପଜିଟିଭ ୱାର୍ଡ, କଣ୍ଡ୍ୟୁସିଭ ଟା ଗୋଟେ ପଜିଟିଭ ୱାର୍ଡ। ତ ମାନେ କଣ, ଗୋଟେ ପଜିଟିଭ, ଗୋଟେ ସେଫ୍, ଗୋଟେ ସପୋର୍ଟିଭ ଆଟମୋସ୍ଫିୟର ଯଦି ପିଲାମାନଙ୍କୁ ଦିଆଗଲା ଫର ଲର୍ଣ୍ଣିଂ ଇଫେକ୍ଟଲି, ମାନେ ଯଦି ଶିକ୍ଷଣ ଭଲ ପରଫେକ୍ଟ ହବା ପାଇଁ ଗୋଟେ ପଜିଟିଭ ସେଫ୍ ଆଉ ସପୋର୍ଟିଭ ଆଟମୋସ୍ଫିୟର ପିଲାମାନଙ୍କୁ ମିଳିଲା, ତାକୁ କୁହନ୍ତି କଣ୍ଡ୍ୟୁସିଭ ଏନଭାୟରନମେଣ୍ଟ। ତାମାନେ ଗୋଟେ ସ୍କୁଲ ଏନଭାୟରନମେଣ୍ଟ ଟାକୁ କୁହାଯାଏ ଗୋଟେ କଣ୍ଡ୍ୟୁସିଭ ଏନଭାୟରନମେଣ୍ଟ, ତାକି ପିଲା ସେଠି ସୁଇଟେବଲି କଣ କରନ୍ତି, ଲର୍ନ କରିପାରନ୍ତି। ଯେମିତି କ୍ଲିନ ଆଉ ସେଫ୍ ସରାଉଣ୍ଡିଙ୍ଗ ଥିବ, ଫ୍ରେଣ୍ଡଲି ଟିଚର ଷ୍ଟୁଡେଣ୍ଟ ରିଲେସନସିପ ଥିବ, ଡିସିପ୍ଲିନ ଥିବ, ରେସପେକ୍ଟ ମ୍ୟୁଚୁଆଲ ରେସପେକ୍ଟ ଥିବ, ଇନକ୍ଲୁସିଭ ଥିବ, ମାନେ ଡିସ୍କ୍ରିମିନେସନ ମିଳୁନଥିବ, ଭେଦଭାବ ନଥିବ, ସମସ୍ତେ ସମାନ ସମସ୍ତଙ୍କୁ ସମାନ ଦେଖା ଯାଉଥିବ, ପ୍ରପର ଫ୍ୟାସିଲିଟିଜ ଥିବ, ଯେମିତି ଲାଇଟ ସ୍ପେସ ହଉ, ସିଟିଂ ଆରେଞ୍ଜମେଣ୍ଟ ହଉ, ଏ ସବୁ ପ୍ରପର ହେଇଥିବ, ଆଟମୋସ୍ଫିୟର ଗୋଟେ ଏନକରେଜିଂ ଆଟମୋସ୍ଫିୟର ହେଇଥିବ, ତାକୁ ଆମେ କହିବା କଣ୍ଡ୍ୟୁସିଭ ଏନଭାୟରନମେଣ୍ଟ। ଇଏ କଣ କରିବ, ୟାର ଲାଭ କଣ, କି ଲର୍ଣ୍ଣିଂ କୁ ଇମ୍ପ୍ରୁଭ କରିବ, ଗୋଟେ ପଜିଟିଭ ଆଟମୋସ୍ଫିୟର ଦବ, ପାର୍ଟିସିପେସନ କୁ ଏନକରେଜ କରିବ। ତାମାନେ ଗୋଟେ ଏମିତି ବିଦ୍ୟାଳୟ ପରିବେଶ ଯାହା ଶିକ୍ଷା ପାଇଁ ଉପଯୁକ୍ତ ଓ ସହାୟକ, ତାକୁ କୁହନ୍ତି କଣ୍ଡ୍ୟୁସିଭ ସ୍କୁଲ ଏନଭାୟରନମେଣ୍ଟ। ବୁଝିପାରିଲ? ଦେଖିବା ଏବେ ନୋଟ୍ସ, ये ଗୋଟେ positive word ଟା ମନେ ରଖିଥିବ ପିଲେ। So conducive school environment is one in which teachers establish learning environment। ଏଟାକୁ ଟିଚର ହିଁ ସୃଷ୍ଟି କରନ୍ତି, ଏମିତି positive environment ଗୁଡା ଟିଚରଙ୍କ ଦ୍ୱାରା ହିଁ ଗଢି ଉଠେ। Wherein students feel physically, psychologically, then socially and culturally secure। ଯେମିତି ପିଲାଟା ମାନସିକ, ଶାରୀରିକ, ସବୁ ସାମାଜିକ ଦୃଷ୍ଟିରୁ ସବୁଆଡୁ ସେ ନିଜକୁ ସେଫ୍ ମନେ କରୁଥିବ, ସୁରକ୍ଷିତ ମନେ କରୁଥିବ, ତାକୁ କୁହାଯାଏ conducive school environment। In a conducive school environment, teacher work independently and cooperatively to make their classrooms and schools stimulating learning environment। ୟା ଦ୍ୱାରା କଣ, ଗୋଟେ ଶିକ୍ଷଣ ପରିବେଶକୁ ଆହୁରି ଏନହାନ୍ସ କରାଏ, ଷ୍ଟିମ୍ୟୁଲେଟ କରାଏ, ଗୋଟେ କୋଅପରେଟିଭ ଲର୍ଣ୍ଣିଂ ବଢାଏ, ଇଣ୍ଡିପେଣ୍ଡେଣ୍ଟ ଲର୍ଣ୍ଣିଂ ବଢାଏ ପିଲାମାନଙ୍କ ଭିତରେ। Conducive school environment helps in creating a favorable atmosphere to ensure an effective teaching and learning process takes place। ଗୋଟେ ଯେମିତି ଇଣ୍ଟରେଷ୍ଟିଂ ଶିକ୍ଷଣ ପରିବେଶ ଗଢି ଉଠିବ, ଗୋଟେ ଇଣ୍ଟରେଷ୍ଟିଂ ବାତାବରଣ ଗଢି ଉଠିବ, ତା ଦ୍ୱାରା ଟିଚିଂ ଲର୍ଣ୍ଣିଂ ପ୍ରୋସେସ ଯେମିତି ଏନହାନ୍ସ ହବ, ତାକୁ କୁହନ୍ତି ଗୋଟେ ସେଫେଷ୍ଟ, ଗୋଟେ ପୁରା ଫୁଲ୍ଲି ପଜିଟିଭ conducive classroom ବା school environment। Okay, characteristics that impact the learning climate are as follows। कौन सब learning climate को impact पकोजी characteristics से ହେଲା accessibility to resources, ଆମ ପାଖରେ ପ୍ରଚୁର ପରିମାଣରେ ସମ୍ବଳ ଥିବା ଦରକାର, dissuading biases, କିଛି ମାନେ bias ନଥିବ, ଭେଦଭାବ ନଥିବ, ପୁଅ ଝିଅ ଏମିତି ଭେଦଭାବ ଦେଖା ହଉନଥିବ, କି ଜେଣ୍ଡର bias ନଥିବ, କି ତମର discrimination item ଏଇ ସବୁ କିଛି ନଥିବ, inclusive setting, ଯେମିତି ସମାବେଶୀ ଶିକ୍ଷା, ସମସ୍ତେ ସମାନ ଅଧିକାର ସମାନ ସୁଯୋଗ ପାଇପାରୁଥିବେ, ଇନଷ୍ଟ୍ରକ୍ସନାଲ ଟେକ୍ନିକ୍ସ, ଭଲ ଭାବରେ ଟେକ୍ନିକ୍ସ ଗୁଡାକ ଇନଷ୍ଟ୍ରକ୍ସନ ଦିଆ ହେଇଥିବ, ଭଲ ଭାବରେ ୟୁଜ ହଉଥିବ, ଯେମିତି ଟେକ୍ନୋଲୋଜି ଇଣ୍ଟିଗ୍ରେସନ ହେଲା, OHP, LCD, ଏଇ ସବୁ ଜିନିଷ ପ୍ରଚୁର ଭଲ ଭାବରେ ଲୋକ ୟୁଜ, ମାନେ ଯେମିତି ଟିଚର ୟୁଜ କରିପାରୁଥିବ। ନଲେଜ ଅଫ ସୋସିଓ ଲିଙ୍ଗୁଇଷ୍ଟିକ, ଯେମିତି ସୋସିଓ ଲିଙ୍ଗୁଇଷ୍ଟିକ ଉପରେ ତୁମର ନଲେଜ ଥିବ, ସାମାଜିକ ସ୍ତରରେ କି କୋଉ ଲାଙ୍ଗୁଏଜ ୟୁଜ କରୁଛି, ଏଇ ସବୁ ବିଷୟରେ ତମେ ଯେମିତି aware ଥିବ। ସପୋର୍ଟିଭ ଆମ୍ବିଏନ୍ସ, ଭଲ ଭାବରେ ଗୋଟେ ଏନଭାୟରନମେଣ୍ଟ, ଗୋଟେ ଭଲ ଶିକ୍ଷଣୀୟ ପଜିଟିଭ ଆମ୍ବିଏନ୍ସ, ପଜିଟିଭ ବାତାବରଣ, ପଜିଟିଭ ଏନଭାୟରନମେଣ୍ଟ ଯେମିତି ଥିବ, ତାକୁ କୁହାଗଲା ଏଇ ସବୁ ଜିନିଷ ଲର୍ଣ୍ଣିଂ କ୍ଲାଇମେଟ କୁ ଇମ୍ପାକ୍ଟ ପକାଏ।
ଦେନ୍ accessibility to resources ଏଥିରୁ ଗୋଟେ ବି ବର୍ଣ୍ଣନା କରାହେଇଛି ଦେଖ teachers must ensure that chalks resource ମାନେ କଣ ସମ୍ବଳ ନେଇକି ତମେ ପାଠଟା ପଢଉଛ ଚକ୍ ହେଲା ମଡେଲ୍ସ ହେଲା equipment ହେଲା ଦେଖେଇବା ପାଇଁ demonstration ପାଇଁ କିଛି ତାର ତମର ପ୍ରାକ୍ଟିକାଲ ପାଇଁ ଲିଟମସ୍ ପେପର ହଉ କି ତମର କିଛି ମାନେ କିଛି ବି ତମର କେମିକାଲ୍ସ ହଉ ଏଇ ସବୁ ଜିନିଷ ଆଭେଲେବଲ ଥିବା ଦରକାର ଯେମିତିକି ଆଭେଲେବଲ ଟୁ ଷ୍ଟୁଡେଣ୍ଟ ଇନ୍ ଏଭ୍ରି ସେସନ ସବୁ ସେସନରେ ପିଲାମାନଙ୍କୁ ଯେମିତି ଏ ସବୁ ଜିନିଷ ଆଭେଲେବଲ ଥିବା ଦରକାର then dissuading biases teachers can create a positive difference in the life of students who are socio-culturally disadvantaged ଯେଉଁମାନେ ସାମାଜିକ ସ୍ତରରୁ କିଛି ଆଡଭାଣ୍ଟେଜ ପାଇ ପାରୁନାହାନ୍ତି କୁହାହଉଛି କି ତୁ ଘରେ ବସ ପାଠ ପଢନା ଏଇ ସବୁ ଜିନିଷକୁ ହଟେଇକି ଗୋଟେ ଟିଚର ବି ତାଙ୍କୁ ଆଣି କ୍ଲାସରେ ବସେଇ ପାରିବ ଯୋଉମାନେ ଡିସଆଡଭାଣ୍ଟେଜ ଟାଇପର କ୍ୟାଟାଗୋରୀ ଅଛି ତାଙ୍କୁ ମଧ୍ୟ ଆଡଭାଣ୍ଟେଜ ମିଳିପାରିବ inclusive setting teachers must create an inclusive in which all students feel at home develop self confidence and be able to develop their potentials and talents ସେମିତି ସମସ୍ତଙ୍କୁ ସମାନ ଅଧିକାର ଦବା ସମସ୍ତଙ୍କୁ ସମାନ ଦେଖିବା ସମାନ ସୁଯୋଗ ଦବା ତାକୁ କୁହାଗଲା inclusive setting ସମାବେଶୀ ଶିକ୍ଷା ଯୋଉଟା ଆମେ inclusive education କହିଥିଲି ତମକୁ previous classରେ then instructional techniques କଣ depending on need of students ପିଲାମାନଙ୍କର need ଅନୁସାରେ a teacher should be flexible enough with their instructional techniques so that all the students are set on the path of learning ଏମିତି ସମସ୍ତେ ସମାନ ଭାବରେ ଶିକ୍ଷା ପାଇପାରିବେ ସମସ୍ତେ ବୁଝିପାରିବେ LCD ହଉ କି ତମର OHP ହଉ ଏଇ ସବୁ ଜିନିଷ ଯେମିତି ସବୁ ପିଲା ଯେମିତି ବୁଝିପାରୁଥିବେ ସେଇଭଳିଆ ସମାନ ଭାବରେ instructional techniques use ହବା ଦରକାର knowledge of socio-linguistics creating a conducive environment for learning demands that a teacher should love the knowledge of socio-linguistics of students ପିଲାମାନେ ଧର କିଏ କଣ ଭାଷା କହୁଛନ୍ତି କିଏ କୋଉ cultural background ରେ ଅଛନ୍ତି ସେଇ ସବୁ ବିଷୟରେ ଯେମିତି ଗୋଟେ teacher aware ଥିବା ଦରକାର supportive ambience students cooperate wholeheartedly by in their teaching learning process if the teacher is caring and affectionate supportive ambience ତମକୁ ମିଳିବା ଦରକାର supportive ହବା ଦରକାର teacher ତମର care କରୁଥିବା ଦରକାର ତମକୁ ଗୋଟେ affectionate way ରେ ଦେଖୁଥିବା ଦରକାର ସ୍ନେହ କରୁଥିବା ଦରକାର ଏଇ ସବୁ ଜିନିଷ କୁହାଗଲା supportive ambience okay then ଦେଖିବ team work ମାନେ ସମସ୍ତେ ଜାଣୁଥିବ ଦଳୀୟ କାର୍ଯ୍ୟକ୍ରମ ସମସ୍ତେ ଟିମ ୱାର୍କ ରେ କରିଥିବ ମାନେ କେବେ ବି ଲାଇଫ ରେ ପ୍ରୋଜେକ୍ଟ ୱାର୍କ ହେରିକାରେ ଟିମ ୱାର୍କ ହେଇଥିବ ତାମାନେ କଣ ୱାର୍କିଂ ଟୁଗେଦର ଟୁ achieve a common goal ତାକୁ କୁହାଗଲା ଟିମ ୱାର୍କ କୋଅପରେସନ ଥିବ ପିଲାମାନଙ୍କ ଭିତରେ ଟୁ କମ୍ପ୍ଲିଟ a task ତାକୁ କୁହାଗଲା ଟିମ ୱାର୍କ ତ ଟିମ ୱାର୍କ ର ଫିଚର୍ସ ଯଦି ଆମେ ଦେଖିବା ଟୋଟାଲ ପୁରା କୋଅପରେସନ ଥିବ କମ୍ୟୁନିକେସନ ଭଲ ଥିବ ରେସପନ୍ସିବିଲିଟି ସେୟାର ହଉଥିବ ଆଉ ମ୍ୟୁଚୁଆଲ ରେସପେକ୍ଟ ଥିବ ବିଟୱିନ ଷ୍ଟୁଡେଣ୍ଟସ ୟାକୁ କୁହାଗଲା ଯେମିତି ଷ୍ଟୁଡେଣ୍ଟସ ୱାର୍କିଂ ଟୁଗେଦର ଇନ ଏ ଗ୍ରୁପ ଅଫ ପ୍ରୋଜେକ୍ଟ ଗୋଟେ ପ୍ରୋଜେକ୍ଟ କରିବା ପାଇଁ ଧର ମିଳିମିଶିକି ଚାଲିଲେ ତାକୁ କୁହାଗଲା ଗୋଟେ ଟିମ ୱାର୍କ କରୁଛନ୍ତି ଓକେ ତାମାନେ ଏକାଠି ଦଳ ହେଇକି ଗୋଟେ କାମ କରିବା ସାରିବା ପରସ୍ପର ଭିତରେ ସହଯୋଗ ସମ୍ପ୍ରେଷଣ ଏକତା ଏଇ ସବୁ ଜିନିଷ ଥିବ ତାକୁ କୁହାଗଲା ଟିମ ୱାର୍କ ଓକେ ତ ଦେଖ ନୋଟ୍ସ ରେ କଣ ଲେଖା ହେଇଛି Teamwork can be defined as a group of people interacting and cooperating in a work-related action. କିଛି ଗୋଟେ କାମ କରୁଛନ୍ତି ବା ପ୍ରୋଜେକ୍ଟ କରୁଛନ୍ତି କିଛି ଗୋଟେ ଡ୍ୟୁଟି ଦିଆ ହେଇଛି ତାକୁ ମିଳିମିଶି ଏକତ୍ରିତ ଢଙ୍ଗରେ ସାରିବାକୁ ଟିମ୍ ୱାର୍କ କୁହାଯାଏ ଇଟ୍ ଇନଭଲ୍ଭସ୍ ଅନ୍ ୱାର୍କ ଟୁଗେଦର ମିଳିମିଶି କାମ କରିବ ଟିଚର୍ସ ଟିମ୍ ୱାର୍କ ଇଜ ବେସ୍ଡ ଅନ୍ ଭ୍ୟୁ ଦ୍ୟାଟ ଟିଚର୍ସ ୱାର୍କ ଟୁଗେଦର ଯଦି ଟିଚର ଟିମ୍ ୱାର୍କ କୁହାହେଲା ଦେନ୍ ଟିଚର ମାନେ ମଧ୍ୟ ପରସ୍ପର ଭିତରେ ସହାନୁଭୂତି ମାନେ କୋପରେସନ ରଖିକି ଯଦି କାମ କଲେ ତାକୁ କୁହାଗଲା ଟିଚର୍ସ ଟିମ୍ ୱାର୍କ Effective administrators ensure that teachers can work together to plan, share idea and support each other. Teacher ମାନେ ମଧ୍ୟ ମାନେ କରିବା ଦରକାର ଟିମ୍ ୱାର୍କ ତାକି ପିଲାମାନେ କଣ କିଛି ଗୋଟେ ପ୍ରପର ପ୍ଲାନିଂ କରିପାରିବେ ପିଲାମାନଙ୍କୁ ଆଇଡିଆ ସେୟାର ପରସ୍ପର ଭିତରେ ଆଇଡିଆ ସେୟାର କରିପାରିବେ ଆଉ ପରସ୍ପରକୁ ସପୋର୍ଟ କରିପାରିବେ ତାକୁ କୁହାଗଲା ସହଯୋଗ କରିପାରିବେ ତାକୁ ମଧ୍ୟ ଟିଚର୍ସଙ୍କର ଟିମ୍ ୱାର୍କ କୁହାଯାଏ ଓକେ ଦେନ୍ ଆମେ ଦେଖିବା ଟିମ୍ ୱାର୍କ ପରେ ଆଉ ଗୋଟେ ଆସିଲା ଟ୍ରାନ୍ସପରେନ୍ସି ମାନେ କଣ ବିଙ୍ଗ ଓପେନ ଥିବ ପୁରା ତମେ ଟ୍ରାନ୍ସପରେନ୍ସି ଥିବ ତମ ଭିତରେ ଅନେଷ୍ଟ ଥିବ ତମେ କ୍ଲିୟର ଥିବ ତମ ଆକ୍ସନ ଆଉ ଡିସିଜନ କୁ ନେଇକି ତମେ କ୍ଲିୟର ଥିବ ଯେମିତି କି ଡୁଇଙ୍ଗ ଥିଙ୍ଗସ କ୍ଲିୟରଲି ୱିଦାଉଟ୍ ହାଇଡିଙ୍ଗ ଏନିଥିଙ୍ଗ କିଛି ମନରେ ନଥିବ କିଛି ଲୁକା ଛୁପି ନଥିବ
तुम बीइंग ओपन, पूरा ओपन थिबो, ब्रॉड माइंडेड थिबो, ताको कहंती ट्रांसपेरेंसी। ता माने टीचर एक्सप्लेन मार्क्स एंड इवैल्यूएट क्लियरली। धर एग्जांपल हमें नबा, एक्सप्लेन कला कोठी कोठी मार्क मु तोर काटिची, एथि पई काटिची, इवैल्यूएशन तोर एथि पई एतिकी दिया हेची मार्क, ताको कहले प्रॉपर ट्रांसपेरेंसी। ଯେମିତି ସ୍ପଷ୍ଟତା, ସତ୍ୟନିଷ୍ଠତା, ୟାକୁ କୁହାଯାଏ ଟ୍ରାନ୍ସପାରେନ୍ସି। ଓକେ, ମାନେ ସବୁ କଥାକୁ ସ୍ପଷ୍ଟରେ କହିବ, ଲୁଚେଇକି ରଖିବନି। ବି ଟ୍ରାନ୍ସପାରେଣ୍ଟ, ଟ୍ରାନ୍ସପାରେଣ୍ଟ ଥିବ ସବୁବେଳେ, ତାକୁ କୁହନ୍ତି ସ୍ପଷ୍ଟତା ଥିବ ତମ ଭିତରେ, ତାକୁ କୁହନ୍ତି ଟ୍ରାନ୍ସପାରେନ୍ସି। ଓକେ, ତ ଦେଖ, ଟ୍ରାନ୍ସପାରେନ୍ସି ଇନ୍ ଏଜୁକେସନ ଇଜ ଇମ୍ପୋର୍ଟାଣ୍ଟ ଫର ଏ ଭ୍ୟାରାଇଟି ଅଫ ରିଜନ୍ସ। ବହୁତ କାରଣ ଅଛି ଏଥିପାଇଁ। Transparency the education is required as it helps the parents, universities and related organizations to see what is happening in the classroom. कौन चालीचे classroom रे ताको जेमती जानिबे। Information on student learning can be presented in language that is understandable by the audience. It should be updated regularly। ତା ମାନେ ଏଟା ବହୁତ କହିଲି ତମକୁ, being ମାନେ ଓପେନ ଥିବ, କ୍ଲିୟର ଥିବ, ଜିନିଷଟା ସ୍ପଷ୍ଟ ଥିବ। It should be updated regularly update ହଉଥିବ। Transparency is an important aspect to create conducive school environment। ଏଟା ସବୁ conductive ଲେଖା ହେଇଛି ପିଲେ, ତାକୁ conducive କରିବ। ମାନେ ଯଦି ତମ ଭିତରେ ମାନେ ସତ୍ୟନିଷ୍ଠତା ଥିବ, ତମେ transparent ଥିବ, then ସେଟା ଗୋଟେ conducive environment ମଧ୍ୟ ୟା ଦ୍ୱାରା ଗଢି ଉଠି ପାରିବ। टीम वर्क गला, ट्रांसपेरेंसी गला, ଏବେ ଦେଖିବା सेल्फ एस्टीम। सेल्फ एस्टीम माने कोन? त माने हाउ मच ए पर्सन वैल्यूज एंड रेस्पेक्ट देमसेल्फ। ନିଜେ ନିଜକୁ କେତେ ତମେ ଭ୍ୟାଲ୍ୟୁ ଦଉଛ, କେତେ ରେସ୍ପେକ୍ଟ ଦଉଛ। ସେଲ୍ଫ ରେସ୍ପେକ୍ଟ ହେଲା କନଫିଡେନ୍ସ ଇନ୍ ୱାନ୍ସ, ନିଜ ଉପରେ। ସେଲ୍ଫ ମାନେ କଣ? ନିଜ, ନିଜର ଦକ୍ଷତା ଉପରେ ନିଜକୁ ଯଦି ଆତ୍ମସମ୍ମାନ, ବିଶ୍ୱାସ ଏସବୁ ଥିବ, ତାକୁ କୁହନ୍ତି ସେଲ୍ଫ ଏସ୍ଟିମ୍। ନିଜ ଉପରେ ଆତ୍ମସମ୍ମାନ ମାନେ କଣ? ନିଜକୁ ନିଜେ ସମ୍ମାନ କରୁଥିବ, ନିଜ ଉପରେ ଆତ୍ମବିଶ୍ୱାସ ଥିବ, ତାକୁ କୁହାଗଲା ସେଲ୍ଫ ଏସ୍ଟିମ୍। ତ ଟିମ୍ ୱାର୍କ ବି ଦେଖିଲେ ତାକୁ କୁହାଗଲା ୱାର୍କିଂ ଟୁଗେଦର। ଆମେ ସର୍ଟଲି କହିଦଉଛେ, ଟିମ୍ ୱାର୍କ ମାନେ ୱାର୍କିଂ ଟୁଗେଦର। ଟ୍ରାନ୍ସପେରେନ୍ସି ମାନେ ବିଙ୍ଗ ଅନେଷ୍ଟ ଆଣ୍ଡ କ୍ଲିୟର, ସ୍ପଷ୍ଟ ଆଉ ସତ୍ୟନିଷ୍ଠ ରହିବା ଦରକାର। ସେଲ୍ଫ ଏସ୍ଟିମ୍ ମାନେ ନିଜ ଉପରେ ନିଜେ ବିଲିଭ ରଖିବ, ବିଲିଭ ଇନ୍ ୟୋର ସେଲ୍ଫ। ଓକେ, ଟିମ୍ ୱାର୍କ ଏକାଠି କାମ, ଟ୍ରାନ୍ସପେରେନ୍ସି ସ୍ପଷ୍ଟତା, ସେଲ୍ଫ ଏସ୍ଟିମ୍ ମାନେ ଆତ୍ମସମ୍ମାନ। ନିଜର ନିଜକୁ ସମ୍ମାନ ଦେଉଥିବା ଦରକାର। ଆତ୍ମସମ୍ମାନକୁ ସେଲ୍ଫ ଏସ୍ଟିମ୍ କୁହାଯାଏ। ଦେଖ ନୋଟ୍ସ ଦେଖ। So self-esteem is a way of thinking, ruling and acting that implies that you accept, respect and believe in yourself। self ମାନେ ନିଜେ, ନିଜେ ନିଜକୁ ବିଶ୍ୱାସ କରୁଥିବ, ନିଜେ ନିଜ ଉପରେ ଟ୍ରଷ୍ଟ ରଖିଥିବ, ନିଜେ ନିଜ ଜିନିଷକୁ accept କରୁଥିବ। ହଁ, ନିଜେ ନିଜେ ହିଁ ସବୁ ଜିନିଷ ଥିଙ୍କ ହଉ, ରୁଲିଂ ହଉ, ଏସବୁ ଜିନିଷ କଣ ନିଜେ ନିଜେ ଆକ୍ସେପ୍ଟ କରୁଥିବ, ତାକୁ କୁହନ୍ତି ସେଲ୍ଫ ଏସ୍ଟିମ୍ ମାନେ ଆତ୍ମବିଶ୍ୱାସ କି ଆତ୍ମନିଷ୍ଠ। ଏଇ ସବୁ କଥାକୁ ସେଲ୍ଫ ଏସ୍ଟିମ୍ କୁହାଗଲା। ଦେନ୍ ଦେଖିବା ଆଗକୁ ଯିବା। Self-esteem is a psychological concept. It is a positive or negative evaluation of the oneself। ନିଜ ଉପରେ ନିଜର ସକାରାତ୍ମକ ହଉ କିମ୍ବା ନକାରାତ୍ମକ ହଉ, ଏଇ ସବୁ ଜିନିଷ ଯଦି ଇଭାଲୁଏସନ ରହୁଥିବ, ତାକୁ ସେଲ୍ଫ ଏସ୍ଟିମ୍ କୁହାଗଲା। ନିଜେ ମୁଁ ଭୁଲ କରିଦେଲି କି, ପିଲାଙ୍କୁ ଭୁଲ କହିଦେଲି କି, ଏସବୁ ମଧ୍ୟ ନିଜ ଉପରେ ନିଜେ ସେଲ୍ଫ ଏସ୍ଟିମ୍ କୁହାଗଲା। ହଁ, on the self as in how we feel about it। ସେଲ୍ଫ ଏସ୍ଟିମ୍ is an important part of success। ତମର ସକ୍ସେସ ହବାର ଗୋଟେ ଇମ୍ପୋର୍ଟାଣ୍ଟ ପାର୍ଟ ହେଲା ସେଲ୍ଫ ଏସ୍ଟିମ୍। ନିଜକୁ ନିଜେ ସମ୍ମାନ, ନିଜକୁ ନିଜେ ବିଶ୍ୱାସ ରହିଥିବା ଦରକାର। ସେଲ୍ଫ ଏସ୍ଟିମ୍ is eminent for head teachers do that they may be proceeding in their profession with confidence, attachment, devotion and without any fear of failure। କିଛି ମାନେ ଫେଲିଓର ବା ହାରିଯିବାର ଭୟ ନ କରି ନିଜକୁ ନିଜେ ଟ୍ରାନ୍ସପରେଣ୍ଟ ଯଦି କରିବ, ନିଜକୁ ନିଜେ ଯଦି ବିଶ୍ୱାସ ରଖିବ, ବିଲିଫ ରଖିବ, ତାକୁ କୁହାଗଲା ସେଲ୍ଫ ଏସ୍ଟିମ୍। Teachers can enhance self-esteem both through their day-to-day contacts with the pupils and through their teaching method। day-to-day daily life ରେ ପିଲାଙ୍କ ସହିତ ଆତ୍ମସମ୍ମାନ ବଢୁ, କିମ୍ବା ତୁମର ଟିଚିଂ ମେଥଡ ରେ ରହୁ ତୁମର ସେଲ୍ଫ ଏସ୍ଟିମ୍, ତାକୁ କୁହାଗଲା
तुमर गोटे टीचर आत्मबोध और आत्मसम्मान से बढ़िला। तो तीनटे जिनस देखिले गोटे टीम वर्क, ट्रांसपेरेंसी और सेल्फ एस्टीम। एटा गोटे 5 मार्क्स रो क्वेश्चन आसे। व्हाट डू यू नो, माने व्हाट डू यू नो अबाउट सेल्फ एस्टीम, ट्रांसपेरेंसी एंड टीम वर्क। तीनटे जाक पढ़ली। टीम वर्क कौन टिके लिखिदब, ट्रांसपेरेंसी कौन लिखिब। ट्रांसपेरेंसी माने तुम ऑनेस्ट थिबो, रॉ थिबो, निज कथा को निजे विश्वास करूथबो। देन ताको कहले ट्रांसपेरेंसी, सत्यनिष्ठ थिबो सबले निज कथारे। हाँ, क्लियर थिबो, बीइंग ओपन ओपन थिबो, ताको कहले ट्रांसपेरेंसी। देन सेल्फ एस्टीम होची निजे निजको सम्मान करिबो, आत्मसम्मान। ओके, आत्मविश्वास ताको कहले सेल्फ एस्टीम। बुझिल। तो एठी तमरो टोटल यूनिट 3 हमर